19 ନଭେମ୍ବର 2024 ମଙ୍ଗଳବାର ଦିନ ହେଉଛି ବିନାୟକ ଗଣେଶ ଚତୁର୍ଥୀ। ଆଉ ଏହି ଦିନ ଆପଣଙ୍କୁ 5ଟି ଲବଙ୍ଗ, 5ଟି ଅଳେଇଚ ଏହି ଜାଗାରେ ଘରେ ରଖିଦେଇ ବହୁତ ଛୋଟିଆ ଉପାୟଟିଏ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣଙ୍କର ଭାଗ୍ୟ ଚମକିବାକୁ ବେଶୀ ଡେରି ଆଉ ଲାଗିବ ନାହିଁ। ଯେଉଁ ବ୍ୟକ୍ତି ସଚ୍ଚା ଆଉ ଶ୍ରଦ୍ଧାର ସହିତ ଏହି ଉପାୟକୁ ବିନାୟକ ଗଣେଶ ଚତୁର୍ଥୀ ଦିନ କରିଥାନ୍ତି, ତ ବିଘ୍ନହର୍ତ୍ତା ଗଣେଶ ଆପଣଙ୍କ ଜୀବନରୁ ସବୁ ବିଘ୍ନକୁ, ଯେତେ ସବୁ ଦୁଃଖ ଅଛି, ଯେତେ କଷ୍ଟ ଅଛି, ସବୁ କିଛିକୁ ଦୂର କରିବା ସହିତ ସୁଖ ସମୃଦ୍ଧିରେ ଆପଣଙ୍କ ଘରକୁ ସବୁବେଳେ ଭରି ଦେବେ। ଏହି ବର୍ଷ ଗଣେଶ ଚତୁର୍ଥୀ ଦିନ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକା ସାଙ୍ଗରେ ଅନେକ ଗୁଡ଼ିଏ ଦୁର୍ଲଭ ସଂଯୋଗ ଏକା ସାଙ୍ଗରେ ପଡ଼ିବାକୁ ଯାଉଅଛି। ଏହା ସହ ଯଦି ଆପଣ ଏହି ଦିନ ଅଳେଇଚକୁ ଆଉ ଲବଙ୍ଗକୁ ନେଇ ଏକ ଉପାୟଟି କରିଦେବେ, ତ ଭାଗ୍ୟ ଚମକିବ ହିଁ ଚମକିବ। ଏହା ସହ ମାତା ଲକ୍ଷ୍ମୀଙ୍କର କୃପା ଏପରି ମିଳିବ ଯେ କେବେ ବି ଆପଣଙ୍କ ଘରେ ଧନର କମି ଆସିବ ନାହିଁ। ଦେଖନ୍ତୁ, ବିଘ୍ନହର୍ତ୍ତା ଗଣେଶ ହେଉଛନ୍ତି ପ୍ରଥମ ପୂଜକ ଆଉ ସବୁଠାରୁ ବୁଦ୍ଧିମାନ ଦେବତା ଅଟନ୍ତି। ଆଉ ଇଏ କି ବିଘ୍ନହର୍ତ୍ତା ଅଟନ୍ତି, ଆପଣଙ୍କ ଜୀବନରେ ଆସୁଥିବା ସବୁ ବିଘ୍ନକୁ ଦୂର କରିଥାନ୍ତି। ଯଦି ଆପଣଙ୍କୁ ଧନ ସଙ୍କଟ ମାଡ଼ି ଆସିଥାଏ, କିମ୍ବା ଆପଣଙ୍କ ଘରେ କଳି ଝଗଡ଼ା ଅଧିକ ଲାଗି ରହିଥାଏ, କିମ୍ବା ଆପଣଙ୍କ ଘରେ ସୁଖ ଶାନ୍ତି ସମୃଦ୍ଧି ରହିନଥାଏ, କିମ୍ବା ଆପଣଙ୍କ ଘରେ ବେପାରକୁ ନେଇ, ଚାକିରିକୁ ନେଇ ବହୁତ ଚିନ୍ତିତ ଅଛନ୍ତି, କିମ୍ବା ଆପଣଙ୍କ ଜୀବନରେ ସଫଳତା ମିଳିପାରୁନାହିଁ, ତ ଏହା ଭାବି ନିଅନ୍ତୁ ଯେ ପ୍ରଥମ ପୂଜକ ଗଣେଶ ଭଗବାନଙ୍କ କୃପାରୁ ଆପଣ ଆପଣଙ୍କର ସବୁ ମନସ୍କାମନା ପୂରା ହେବା ସହ ଆପଣଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଭଗବାନ ଗଣେଶ ଦୂର କରିଦେବେ। ଏହା ସହ ମନସ୍କାମନା ପୂରଣ କରିବାର ଉପାୟ ବି ଆପଣଙ୍କୁ ଜଣାଇବୁ। କୌଣସି ବି ଆପଣଙ୍କର ମନସ୍କାମନା ଲମ୍ବା ସମୟ ପର୍ଯ୍ୟନ୍ତ ଅଧାରେ ରହିଯାଇଛି, ତ ଏହି ବର୍ଷ ଗଣେଶ ଚତୁର୍ଥୀ ଦିନ ଆପଣ ଏହି ଛୋଟିଆ ଉପାୟକୁ ନିହାତି କରନ୍ତୁ। ଆଉ ଆପଣଙ୍କର ବଡ଼ରୁ ବଡ଼ ମନସ୍କାମନାକୁ ବି ଭଗବାନ ଗଣେଶ ପୂରା କରିବେ। ତେବେ ଚାଲନ୍ତୁ ସବୁଠାରୁ ପ୍ରଥମେ ଜାଣିବା 5ଟି ଲବଙ୍ଗ, 5ଟି ଅଳେଇଚ ଦ୍ୱାରା କିପରି ଆପଣ ଉପାୟଟିକୁ କରିବେ, ଆଉ କିପରି ଏହି ଛୋଟିଆ ଉପାୟଟି ଆପଣଙ୍କ ଭାଗ୍ୟକୁ ଚମକାଇବା ସହ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଘରେ ସବୁବେଳ ପାଇଁ ବର୍ଷିବ। କେବେ ବି ଆପଣଙ୍କ ଘରେ ଧନର କମି ହେବ ନାହିଁ। କେବେ ବି ଆପଣଙ୍କର ଟ୍ରେଜେରୀରୁ ଧନ ଖାଲି ହେବ ନାହିଁ। ଯେତେ ଯେତେ ସମୟ ବଢ଼ି ଚାଲିବ, ସେତେ ସେତେ ଆପଣଙ୍କର ପଇସା ବଢ଼ିବାକୁ ଲାଗିବ। ଉପାୟଟିକୁ ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ବିନୀତ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବେ, ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିବେ। ଆମ ଚ୍ୟାନେଲରେ ଯଦି ନୂଆ ଥିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବେଇ ଦେବେ, ଯାହାଫଳରେ କି ଆମର ଏହିଭଳି ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ଦେଖନ୍ତୁ, ଅଳେଇଚ ଆପଣଙ୍କ ବୁଧ ଗ୍ରହକୁ ମଜବୁତ କରିଥାଏ। ଅଳେଇଚ ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ହୋଇଥାଏ। ଅଳେଇଚ ଭଗବାନ ଗଣେଶଙ୍କର ମଧ୍ୟ ବହୁତ ପ୍ରିୟ ହୋଇଥାଏ। ତେଣୁ ଆପଣ କ'ଣ କରିବାକୁ ପଡ଼ିବ ନା 5ଟି ଅଳେଇଚ ଆପଣଙ୍କୁ ନେବାକୁ ପଡ଼ିବ। ଆଉ ଯେଉଁ ଅଳେଇଚ ନେବେ, ଧ୍ୟାନ ଦେବେ ସେହି ଅଳେଇଚ ଗୋଟା ଗୋଟା ହୋଇଥିବା ଦରକାର, କେବେ ବି ଭାଙ୍ଗି ନଥିବ କିମ୍ବା ଛିଡ଼ି ନଥିବ। ଏହା ସହ 5ଟି ଲବଙ୍ଗ ନେବେ। ଲବଙ୍ଗ ଶିବ ଶକ୍ତିଙ୍କର ସ୍ୱରୂପ ଅଟେ। ତେଣୁକରି 5ଟି ଅଳେଇଚକୁ ନେବେ, 5ଟି ଲବଙ୍ଗ ନେବେ, ଗୋଟିଏ ଦେଶୀ ଘିଅର ଦୀପଟିଏ ନେବେ, ଆଉ ସେହି ଦୀପଟି ଗୋଲାକାର ଦୀପ ନେବେ। ଏହି 3ଟି ଜିନିଷ ନେଇ ଆପଣ ଆପଣଙ୍କର ଘରର ପୂଜା ଘରେ ବସି ପଡ଼ିବେ ଭଗବାନ ଗଣେଶ ଚତୁର୍ଥୀ ଦିନ। ସେହି ଦେଶୀ ଘିଅର ଦୀପଟିଏ ଭଗବାନ ଗଣେଶଙ୍କ ସାମ୍ନାରେ ଜଳାଇ ଦେବେ। ଏହାପରେ ହାତ ଯୋଡ଼ି ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିବେ, ହେ ପ୍ରଭୁ ଗଣେଶ ଭଗବାନ, ଯାହା ବି ମୋ ଦ୍ୱାରା ଭୁଲ ହୋଇଯାଇଛି ତାହା ପାଇଁ ମୋତେ କ୍ଷମା କରିଦିଅନ୍ତୁ। ଏହିଭଳି କହିବେ, ପ୍ରାର୍ଥନା କରିବେ। ଏହାପରେ 5ଟି ଅଳେଇଚକୁ, 5ଟି ଲବଙ୍ଗକୁ କୌଣସି ବି ବାସନ ଉପରେ, ଛୋଟିଆ ଗିନା ହେଉ କିମ୍ବା ମାଟିର ଦୀପଟିଏ ବି ଆପଣ ନେଇପାରିବେ, ଯାହା ବି ବର୍ତ୍ତନ ନେବେ ତା ଭିତରେ ଏହି ଅଳେଇଚ ଲବଙ୍ଗକୁ ରଖିଦେବେ। ଏହାକୁ ଭଗବାନ ଗଣେଶଙ୍କ ପାଖରେ ରଖିଦେବେ। ଏହାପରେ ଆପଣ ଆପଣଙ୍କ ହାତ ଯୋଡ଼ି ଭଗବାନ ଗଣେଶଙ୍କୁ କହିବେ, ହେ ପ୍ରଭୁ, ହେ ବିଘ୍ନହର୍ତ୍ତା ଗଣେଶ, ମୋ ଜୀବନରେ ଯେଉଁ ସବୁ ସଙ୍କଟ ଅଛି, ଯେଉଁ ଦୁଃଖ ଅଛି, ଯେଉଁ ସବୁ କଷ୍ଟ ଅଛି, ଆପଣ ତାହାକୁ ତୁରନ୍ତ ଦୂର କରିଦିଅନ୍ତୁ। ଆପଣଙ୍କ କୃପାରୁ ମୋ ଜୀବନରେ
ଯେତେ ଯେତେ ବଡ଼ ଦୁଃଖ, ଯେତେ ବଡ଼ ସଙ୍କଟ, ଯେତେ ଯେତେ କଷ୍ଟ ସବୁ ଦୂର ହେଉ। ମୋର ତୁମ ଉପରେ ବହୁତ ବିଶ୍ୱାସ। ଏହା କହି ଭଗବାନ ଗଣେଶଙ୍କୁ ପ୍ରାର୍ଥନା କରିବେ। ସେହି 5ଟି ଲବଙ୍ଗ, 5ଟି ଅଳେଇଚ ସେମିତି ହିଁ ସେହିଦିନ ପୁରା ଭଗବାନ ଗଣେଶଙ୍କ ପାଖରେ ରଖିଦେବେ। ତା ପରଦିନ ଅଳେଇଚ ଆଉ ଲବଙ୍ଗକୁ ଉଠାଇ ଆଣିବେ। ଏହାପରେ ଗୋଟିଏ ଛୋଟିଆ ଲାଲ ରଙ୍ଗର କପଡ଼ାଟିଏ ନେବେ। ଯଦି ଲାଲ ରଙ୍ଗ ବଦଳରେ ହଳଦିଆ ରଙ୍ଗର କପଡ଼ା ନେବେ ତ ଏହା ବହୁତ ଉତ୍ତମ ହୋଇଥାଏ। ଆଉ ଏହି କପଡ଼ାରେ ଏହି 2ଟି ଜିନିଷ ରଖି ଗୋଟିଏ ପୁଟୁଳିଟିଏ ବନାଇ ଦେବେ। ଏହାପରେ ଭଗବାନ ଗଣେଶଙ୍କୁ ଧ୍ୟାନ କରି ଏହି ପୁଟୁଳିକୁ ଆପଣ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ। ଯେଉଁଠି ବି ଆପଣ ଆପଣଙ୍କ ପଇସା ରଖିଥାନ୍ତି, ଟ୍ରେଜେରୀ ହେଉ କିମ୍ବା ବାକ୍ସ କିମ୍ବା ଆଲମିରା, ଯେଉଁଠି ବି ଆପଣ ପଇସା ରଖୁଛନ୍ତି ସେହି ଜାଗାରେ ଏହି ପୁଟୁଳିକୁ ରଖିଦେବେ। ଖାସ୍ କରି ଯେଉଁ ବ୍ୟକ୍ତି ବେପାରୀ ଅଟନ୍ତି, ବିଜନେସ୍ କରନ୍ତି, ସେହି ବ୍ୟକ୍ତିମାନେ ଏହି ପୁଟୁଳିକୁ ତାଙ୍କ ବେକରେ ଗୋଟିଏ ସୂତାରେ ବାନ୍ଧି ଦେବେ। ତ ଗଣେଶ ଚତୁର୍ଥୀ ଦିନ ଏହି ଛୋଟିଆ ଉପାୟ କରିବା ଦ୍ୱାରା ଭାଗ୍ୟ ଚମକିବାକୁ ବେଶୀ ଡେରି ଲାଗିବ ନାହିଁ। ତ ଦେଖିବେ ଆପଣ ମହାଧନୀ ବହୁତ କମ୍ ସମୟରେ ବନିଯିବେ। କାହିଁକି ନା ବିଘ୍ନହର୍ତ୍ତା ଗଣେଶ ଆପଣଙ୍କ କାର୍ଯ୍ୟରେ ଯେତେ ବି ବିଘ୍ନ ଆସୁଥିଲା ସେହି ବିଘ୍ନକୁ ବି ଦୂର କରିଥାନ୍ତି। ତ ଦେଖନ୍ତୁ, ସବୁଠୁ ବୁଦ୍ଧିମାନ ଦେବତା ହେଉଛନ୍ତି ଭଗବାନ ଗଣପତି। ଆଉ ଯେବେ ଆପଣ ଏହି ଉପାୟକୁ କରିଦିଅନ୍ତି ତ ଏହା ଭାବି ନିଅନ୍ତୁ ବେଶୀ ଡେରି ଆଉ ଲାଗିବ ନାହିଁ ଆପଣ ଭାଗ୍ୟକୁ ଚମକାଇବା ପାଇଁ ଏବଂ ନିର୍ଧନତାକୁ ଦୂର କରିବା ପାଇଁ। ଏବେ ଚାଲନ୍ତୁ ଜାଣିବା ଆଉ ଗୋଟେ ଛୋଟ ଉପାୟ। ଏହି ଉପାୟଟି ଆପଣଙ୍କ ମନସ୍କାମନା ପୂରଣ କରିବା ପାଇଁ ଏହି ଉପାୟଟି। ଆଉ ଏହି ଉପାୟ କରିବା ଦ୍ୱାରା ବଡ଼ରୁ ବଡ଼ ମନସ୍କାମନା ବି ଆପଣଙ୍କର ଭଗବାନ ଗଣେଶ ପୂରା କରିଥାନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର ଅନ୍ୟ ଅନ୍ୟ ମନସ୍କାମନା ହୋଇଥାଏ। କିଛି ବ୍ୟକ୍ତି ଚାହାନ୍ତି କି ତାଙ୍କ ପାଖରେ ଅଧିକରୁ ଅଧିକ ପଇସା ହେଉ। ଆଉ କିଛି ବ୍ୟକ୍ତି ଚାହାନ୍ତି ତାଙ୍କୁ ଘରେ ଜଲ୍ଦି ଜଲ୍ଦି ନିର୍ଧନତା ଗରିବୀ ଦୂର ହୋଇ ଯାଉ। ଆଉ କିଛି ବ୍ୟକ୍ତି ଚାହାନ୍ତି ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ। ଏହିଭଳି ଅନେକ ଇଚ୍ଛା ମନୋକାମନା ପ୍ରତ୍ୟେକ ବ୍ୟକ୍ତିଙ୍କର ରହିଥାଏ। ତେଣୁ ଯାହା ବି ଆପଣଙ୍କର ୱିଶ୍ ଅଛି ତାହା ଭଗବାନ ଗଣେଶଙ୍କୁ ବହୁତ ଜଲ୍ଦି ପୂରା କରିବେ। ଆପଣ ଏହି ଉପାୟଟି କରିବାକୁ ପଡ଼ିବ। 19 ନଭେମ୍ବର ଗଣେଶ ଚତୁର୍ଥୀ ଦିନ ଉପାୟଟି ହେଉଛି ଭଗବାନ ଗଣେଶଙ୍କୁ ଦୁବ ଘାସ ବହୁତ ପସନ୍ଦ ହୋଇଥାଏ। ଆଉ ଯଦି ଆପଣ ଏହି ଦୁବ ଦ୍ୱାରା ଏହି ଉପାୟଟି କରିବେ ତେବେ ଭଗବାନ ଗଣେଶ ଆପଣଙ୍କର ମନସ୍କାମନା ପୂରା କରିବେ। ତେଣୁ ଆପଣ 5ଟି ଦୁବ ଘାସ ନିଅନ୍ତୁ। ଏହା ସହ କିଛି ଗୁଡ଼ ନିଅନ୍ତୁ। ଆଉ ଭଗବାନ ଗଣେଶଙ୍କୁ ଗୁଡ଼ ବହୁତ ପସନ୍ଦ ହୋଇଥାଏ। ବହୁତ ପ୍ରିୟ ଭୋଗ ହେଉଛି ଭଗବାନ ଗଣେଶଙ୍କର ଗୁଡ଼। ତେଣୁ ଆପଣ 5ଟି ଦୁବ ନେବେ ଆଉ କିଛି ଗୁଡ଼ ନେବେ। ଆଉ ଏହି 5ଟି ଦୁବକୁ ଆପଣ ଭଗବାନ ଗଣେଶଙ୍କର ଯେଉଁ ପଟ ଦାନ୍ତ ଭଙ୍ଗା ଥିବ ସେହି ପଟ ଦାନ୍ତ ସାଇଡ଼ରେ ଯେଉଁ ହାତ ଅଛି ସେହି ଭଙ୍ଗା ଦାନ୍ତ ପଟ ହାତରେ ଏହି 5ଟି ଦୁବକୁ ଚଢ଼ାଇ ଦେବେ। ଆପଣମାନେ ଧ୍ୟାନ ଦେବେ ଭଗବାନ ଗଣେଶଙ୍କର ଯେଉଁ ଦାନ୍ତ 2ଟି ଅଛି ସେହି 2ଟି ଦାନ୍ତ ଭିତରୁ ଗୋଟିଏ ଦାନ୍ତ ଭଙ୍ଗା ଅଛି। ଆପଣମାନେ ସେ ଯେଉଁ ପଟ ଦାନ୍ତ ଭଙ୍ଗା ଥିବ ସେହି ପଟ ହାତରେ ଦୁବକୁ ଚଢ଼ାଇବାକୁ ପଡ଼ିବ। ଏହା ସହ ଗୁଡ଼ର ଭୋଗ ଭଗବାନ ଗଣେଶଙ୍କୁ ଚଢ଼ାଇ ଦେବେ। ଏହା ସହ ଗୁଡ଼ର ଭୋଗ ଭଗବାନ ଗଣେଶଙ୍କୁ ଚଢ଼ାଇ ଦେବେ। ଗୋଟିଏ ଦେଶୀ ଘିଅର ଦୀପଟିଏ ଭଗବାନ ଗଣେଶଙ୍କ ପାଖରେ ଲଗାଇ ପୂଜା କରିବେ। ଏହାପରେ ଆପଣଙ୍କର ଯାହା ବି ମନସ୍କାମନା ଅଛି ଭଗବାନ ଗଣେଶଙ୍କୁ ମନେ ମନେ ପ୍ରାର୍ଥନା କରିବେ। ଯାହା ବି ଆପଣ ଆପଣଙ୍କ ଜୀବନରେ ଚାହାନ୍ତି ତାହା ଭଗବାନ ଗଣେଶଙ୍କୁ କହିବେ। ଆଉ ଏହି ସମୟରେ ମାତା ପାର୍ବତୀ ଏବଂ ଭଗବାନ ଶଙ୍କରକୁ ଏହି ଟାଇମରେ ଆପଣ ନିହାତି ଧ୍ୟାନ କରିବେ। କାହିଁକି ନା ଦେବଦେବ ମହାଦେବଙ୍କ ବିନା ଭଗବାନ ଗଣେଶଙ୍କ ପୂଜା ଅଧୁରା ହୋଇଥାଏ। ତେଣୁ ମାତା ପାର୍ବତୀ ଏବଂ ଶଙ୍କରଙ୍କୁ ଧ୍ୟାନ କରି ଗୁଡ଼ ଭୋଗ କରି ଦେଶୀ ଘିଅର ଦୀପ ଜଳାଇବେ ଏବଂ ଦୁବ ଘାସ ଭଗବାନ ଗଣେଶଙ୍କୁ ଅର୍ପଣ କରିବେ। ବାସ୍ ଏତିକି କରିକି ଥରେ ଦେଖନ୍ତୁ। ଭଗବାନ ଗଣେଶଙ୍କୁ ଆପଣଙ୍କ ମନସ୍କାମନା କହିବା ପରେ ଯେଉଁ ଗୁଡ଼ ଆପଣ ଭୋଗ ଲଗାଇଥିଲେ ସେହି ଗୁଡ଼ ଭୋଗକୁ ଆପଣଙ୍କ ଘରେ ସମସ୍ତ ସଦସ୍ୟ ପ୍ରସାଦ ରୂପରେ ବାଣ୍ଟିକି ଖାଇବେ। ଯଦି ପାରିବେ ଏହି ଭୋଗ ଗୁଡ଼କୁ ଆପଣ ଗାଈକୁ ଖୁଆଇଦେବେ। ଆଉ ଯଦି ବି ଭୋଗ ଗୁଡ଼କୁ ଆପଣ ଗାଈକୁ ଖୁଆଉଛନ୍ତି ତେବେ ବହୁତ ଜଲ୍ଦି ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଯିବ। ଏହା ସହ ସବୁବେଳ ପାଇଁ ଆପଣଙ୍କ ଘରେ ଧନର ବୃଦ୍ଧି ହେବାକୁ ଲାଗିବ।
ଆପଣଙ୍କର ମନସ୍କାମନା ପୂରଣ ହେବାକୁ ବହୁତ ଉତ୍ତମ ଉପାୟଟିଏ। ଆଉ ସବୁଠାରୁ ଶକ୍ତିଶାଳୀ ଉପାୟଟିଏ ମଧ୍ୟ ଏହା ଅଟେ। ଆଉ ଏହି ଉପାୟକୁ ସଚ୍ଚା ଆଉ ଶ୍ରଦ୍ଧାର ସହ କରନ୍ତୁ ତ ବେଶୀ ସମୟ ଲାଗିବ ନାହିଁ ଆପଣଙ୍କର ମନସ୍କାମନା ପୂରଣ ହେବା ଲାଗି। ଆଉ ଭଗବାନ ଗଣେଶ ଆପଣଙ୍କ ଜୀବନରେ ସବୁ ବିଘ୍ନକୁ ଦୂର କରିଦେବେ। ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଏପର୍ଯ୍ୟନ୍ତ ଆପଣ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।